ପାତ୍ର ଛୋଟିଆ କଥାଟେ ଉପସ୍ଥାପନ କରିବା ପାଇଁ ଆସିଛି। ମହାଭାରତର ବନବାସ ସମୟର କଥା। ଦ୍ରୌପଦୀଙ୍କର ଭାରି ଇଚ୍ଛା ହେଲା ନିଜର ଗୋଟେ ସୌଗନ୍ଧ ଫୁଲ ଦରକାର। ସେଥିପାଇଁ ତାଙ୍କ ପ୍ରିୟ ସ୍ୱାମୀକି କହିଥିଲେ କି ମୋର ଗୋଟେ ସୌଗନ୍ଧ କମଳ ଫୁଲ ଦରକାର ଆଣିବାକୁ। ତ ଭୀମ ନିଜର ଶକ୍ତି ଓ ଗର୍ବର ଅହଙ୍କାର ସହକାରେ ବାହାରି ପଡ଼ିଲେ। ଏଇ ଗୋଟେ ଛୋଟିଆ ଜିନିଷ ମୁଁ ନେଇ ଆସିବି, ଜଙ୍ଗଲ ଆଡ଼କୁ ଧାଇଁ ଚାଲିଲେ। ଜଙ୍ଗଲ ଯିବା ରାସ୍ତାରେ ଗୋଟେ ବୁଢ଼ା ମାଙ୍କଡ଼ଟେ ଶୋଇ ରହିଛି। ଲାଙ୍ଗୁଡ଼ଟା ପକାଇ ଦେଇଛି, ରାସ୍ତା ପୁରା କଭର ହେଇକି ରହିଛି। ଭୀମ ଯାଇପାରୁନାହିଁ। ତ ଭୀମ ସେ ବୁଢ଼ା ମାଙ୍କଡ଼ଟିକୁ କହିଲେ, ଆପଣ ଆଜ୍ଞା ଟିକେ ଲାଙ୍ଗୁଡ଼ଟିକୁ ଦୟାକରି କାଢ଼ି ଦିଅନ୍ତୁ, ମୁଁ ଯିବି। ମୋ ରାସ୍ତା କାହିଁ କଭର କରି ରଖିଛନ୍ତି, ବନ୍ଦ କରି ରଖିଛନ୍ତି। ବୁଢ଼ା ମାଙ୍କଡ଼ଟି କହିଥିଲା, ମୁଁ ତ ଉଠେଇ ପାରୁନି, ତମେ ବହୁତ ବଳଶାଳୀ ଅଛ, ଦୟାକରି ଆପଣ ଟିକେ ଉଠେଇ ଦେଇକି ଚାଲି ଯାଇପାରନ୍ତି। ଭୀମ ରାଗିକି ବହୁତ ଜୋରରେ ରାଗିକି କହିଲା, ଆଜ୍ଞା ଠିକ୍ ଅଛି। ଲାଙ୍ଗୁଡ଼ ସେ ଉଠିବାକୁ ଚାହିଁଲେ, ଯେତେ ବି ଉଠି ପାଇଲା ନାହିଁ। ତ ଭୀମର ସେଠି ଗର୍ବ ଓ ଅହଙ୍କାର ଭାଙ୍ଗି ପଡ଼ିଲା। ଆଉ ବିନମ୍ରତାର ସହିତ କହିଲା, ହେ ବାନର, ଆପଣ କିଏ କୁହନ୍ତୁ, ଆପଣ ଏତେ ଶକ୍ତିଶାଳୀ ଯେ ମୁଁ ଉଠେଇ ପାରୁନାହିଁ। ତ ଆପଣଙ୍କର ଅସଲ ଚେହେରା ଟିକେ ଦେଖାନ୍ତୁ। ତ ମହାପ୍ରଭୁ ବଜରଙ୍ଗବାଲି, ବୀର ବଜରଙ୍ଗବାଲି ସେ ତାଙ୍କ ବ୍ରହ୍ମାଣ୍ଡ ସ୍ୱରୂପ ଦେଖେଇ ଦେଲେ। ବ୍ରହ୍ମାଣ୍ଡ ସ୍ୱରୂପ ଦେଖି ଭୀମ ତାଙ୍କର ଦର୍ଶନ କଲେ ଓ ଆଲିଙ୍ଗନ କଲେ। ଆଉ ହନୁମାନଙ୍କୁ କହି ଚାଲିଲେ କି ଆପଣ ହେଲେ ମୋର ସାନ ଭାଇ, ମୁଁ ଆପଣଙ୍କର ବଡ଼ ଭାଇ, ଦୁହେଁ ହେଲେ ଆମ ପବନର ସୁତ, ପବନର ପୁତ୍ର। ତେଣୁକରି ହନୁମାନ ସେଠି କ'ଣ କଲେ, କହିଲେ କି ଆପଣ ଏତେ ଗର୍ବ ଅହଙ୍କାର କରିବାଟା ଠିକ୍ ନୁହଁ। ନିଜର ଶକ୍ତି ସାମର୍ଥ୍ୟକୁ ନେଇ କେବେ କେବେ ଅହଙ୍କାର କରିବେ ନାହିଁ। ମହାବୀର ହନୁମାନ ତାଙ୍କ ଗଦା ସାହାଯ୍ୟରେ ବୁଲେଇକି ଗୋଟେ ଗର୍ତ୍ତ କରିଦେଲେ ଗୋଟେ ପାହାଡ଼ରେ, ଯାହାକି ସୁଡ଼ଙ୍ଗ ଗୋଟେ ହେଇଗଲା। ଗୋଟେ ପାହାଡ଼ ଦେଲେ, ମାନେ ପାହାଡ଼ ଦେଲେ ସେ ଗଦାରେ, ଯାଇକି ଗୋଟେ ବଡ଼ ସୁଡ଼ଙ୍ଗ ହେଇଗଲା ସାଙ୍ଗେ ସାଙ୍ଗେ, ଯାହାକି ସେ ଆଜି ରାଜସ୍ଥାନ ରାଜ୍ୟରେ ଅଛି। ଅଲବିରା ଜିଲ୍ଲା ଟାଇଗର ଜଙ୍ଗଲ ବାଟରେ ପଡ଼ିବ, ଯାହା ବି ବିପ୍ର ହନୁମାନ ଜଙ୍ଗଲ ବୋଲି କହୁଛନ୍ତି। ଯାହାକି ସେଠି ପ୍ରଭୁ ବି ଶୋଇବା ଅବସ୍ଥାରେ ଏବେ ବି ପୂଜା ପାଉଛନ୍ତି ରାଜସ୍ଥାନରେ। ତେଣୁକରି କେବେ ବି ଆପଣ ନିଜ ଅହଙ୍କାର, ନିଜର ଶକ୍ତି ସାମର୍ଥ୍ୟକୁ ନେଇ କେବେ ଅହଙ୍କାର ଗର୍ବ କରିବେ ନାହିଁ। କାରଣ ଆପଣଙ୍କୁ ହରେଇବା ପାଇଲା ବି ଆହୁରି କେହି ଅଛନ୍ତି। ରହୁଛି ଆଜ୍ଞା, ନମସ୍କାର। ଏଇ କଥାଟି ଭଲ ଲାଗିଥାଏ, ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।